ଥରେ ଜଣେ ସୈନିକ ସେନାଧ୍ୟକ୍ଷ ରବର୍ଟ ଲିଙ୍କର ମୁଖରୁ ତାଙ୍କର ଜଣେ ସହକର୍ମୀଙ୍କର ବିଷୟରେ ଉଚ୍ଚ ପ୍ରଶଂସା ଶୁଣି ବଡ଼ ଆଚମ୍ବିତ ହୋଇଗଲା। ସେ ଯାଇ ତାଙ୍କୁ କହିଲା, ସେନାପତି ମହାଶୟ, ଆପଣ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଏତେ ପ୍ରଶଂସା ସୂଚକ କଥା ସବୁ କହିଲେ, ସେ ଯେ ଆପଣଙ୍କର ଜଣେ ଘୋର ଶତ୍ରୁ, ତାହା କ'ଣ ଆପଣ ଜାଣନ୍ତି? ସୁଯୋଗ ପାଇଲା କ୍ଷଣି ସେ ଆପଣଙ୍କ ବିରୁଦ୍ଧରେ ବିଷୋଦ୍ଗାର କରନ୍ତି। ସେନାଧ୍ୟକ୍ଷ ତାର ଉତ୍ତର ଦେଇ କହିଲେ, ହଁ, ମୁଁ ତା ଜାଣେ। ତାଙ୍କ ପ୍ରତି ମୋର ଧାରଣା କ'ଣ ତାହା କହିବା ପାଇଁ ମୋତେ କୁହାଯାଇଥିଲା। ମୋ ପ୍ରତି ତାଙ୍କର ଧାରଣା କ'ଣ ତାହା ଅନାବଶ୍ୟକ। ମନ୍ଦର ପାଲଟେ କିପରି ଭଲ କରିବାକୁ ହେବ, ଲିଙ୍କର ଦୃଷ୍ଟାନ୍ତ ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ। କିନ୍ତୁ ଏହା କରିବା ସହଜସାଧ୍ୟ ନୁହେଁ। ପ୍ରକୃତରେ କହିବାକୁ ଗଲେ ସମୟ ସମୟ ମନେ ହୁଏ ଏହା ଏକ ଅସମ୍ଭବ ବିଷୟ। ଆଉ ସେଥି ନିମନ୍ତେ ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ବିଷୟରେ ବାକ୍ୟ ଆମକୁ ଯାହା କହେ ତାହା ଆମମାନଙ୍କୁ ମନେ ରଖିବାକୁ ହେବ। ଆମେ ଯଦି ଆମମାନଙ୍କର ଈଶ୍ୱରଙ୍କର ଆଜ୍ଞା ପାଳନ କରିବା, ଅର୍ଥାତ୍ ଯେଉଁମାନେ ଆମମାନଙ୍କ ପ୍ରତି ଅସତ୍ ବ୍ୟବହାର କରନ୍ତି, ଆମେ ଯଦି ସେମାନଙ୍କ ବିଷୟରେ ଈଶ୍ୱରଙ୍କୁ ନିବେଦନ କରିବା, ତାହେଲେ ତାଙ୍କ ବିଷୟରେ ଉତ୍ତମ କଥା କହିବାକୁ ଏବଂ ତାଙ୍କୁ ପ୍ରେମ ପ୍ରଦର୍ଶନ କରିବା ପାଇଁ ସହଜସାଧ୍ୟ ହେବ। ଆମେ ଯେଉଁମାନଙ୍କ ପାଇଁ ପ୍ରାର୍ଥନା କରିବା, ସେମାନଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରିବା ପାଇଁ ଆମେ କ'ଣ କେବେ ହେଲେ ଚିନ୍ତା କରିପାରିବା? ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବ୍ରାହମ ଲିଙ୍କନ ଥରେ କହିଥିଲେ, ଜଣେ ଶତ୍ରୁକୁ ବିନାଶ କରିବାର ସର୍ବୋତ୍ତମ ଉପାୟ ହେଉଛି ତାକୁ ବନ୍ଧୁରେ ପରିଣତ କରିବା। ତେଣୁ ପ୍ରିୟ ବନ୍ଧୁଗଣ, ଆସନ୍ତୁ ଈଶ୍ୱରଙ୍କ ସହାୟତାରେ ଆମେ ଶତ୍ରୁମାନଙ୍କୁ ପ୍ରେମ କରିବା, ତାଙ୍କ ନିକଟରେ ପ୍ରାର୍ଥନା କରିବା, ତାଙ୍କର ମଙ୍ଗଳ କରିବା ଏବଂ ତାଙ୍କୁ ଆଶୀର୍ବାଦ କରିବା। ଆମ ପ୍ରଭୁଙ୍କ ତୁଲ୍ୟ ମନ୍ଦର ବଦଳରେ ଭଲ କରିବା ପାଇଁ ଆମମାନେ ସର୍ବଦା ପ୍ରସ୍ତୁତ ରହିବା। ଭଲ ବଦଳେ ଭଲ କରିବା ପ୍ରଶଂସାଜନକ, କିନ୍ତୁ ମନ୍ଦ ବଦଳରେ ଭଲ କରିବା ଈଶ୍ୱରଙ୍କ ସଦୃଶ। ଈଶ୍ୱରଙ୍କର ବାକ୍ୟ କହେ, ମୁଁ ତୁମମାନଙ୍କୁ କହୁଛି, ତୁମାନେ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର।